କିଏଲ କାହିଁକି ଡାକୁଅ ଚଘାଟେ ଡାକିକି ନାଉରେ ନାନା କିଏ କିଏ ଯାଉଛି କେଉଁ ବାଟରେ ଆମେ ତ ସବୁ ଜଣା ତାପରେ ସନ୍ଧାନ ମତେ ପଦେ ପଚାରିଲି କିଏଲ କାହିଁକି ଡାକୁଅ ଚଘାଟେ କାହା ଘର ଝିଅ କାହା ଘର ବୋହୁ କେଉଁଠି ଘର କେଉଁ ଦେଶରେ ଘର କହିଲା ନୁ ଦୁଳିପଡ଼ରୁ କିଏ ଆଇଛି ଏଇଠୁ କିଏ ଆଇଛି ଏଇଟା ମୋ ପରିଚୟ ନା ନା ତମର ଟିକେ ଦୋଷ ଅଛି ବୋଧେ ଆଳୁ ଦୋଷ ଟିକେ ଦୋଷ ରହୁଛି ନା ଦେଖିକି ମାମା ମିଶ୍ର ସେ ମିଶ୍ର ଘରର ଝିଅ ସିଦ୍ଧାନ୍ତ ମହାପାତ୍ରକୁ ବାହାଘର ହେଲା ସେ ମହାପାତ୍ର ଘରର ବୋହୁ ହେଲା କି ନାଇଁ ସେଇଥିପାଇଁ ପଚାରିଲି କାହା ଘର ଝିଅ କାହା ଘର ବୋହୁ ଦୋଷ ଅଛି ଆଉ କିଏ ଲୋ କାହିଁକି ଡାକୁଅ ଚଘାଟେ ଡାକିକି ନାଉରେ ନାନା କିଏ ଯାଉଛି କେଉଁ ବାଟରେ ଆମକୁ ସବୁ ଜଣା टिके हल्के की दूसरा रहुची टिके हल्के की दूसरा रहुची टिके हल्के की दूसरा रहुची जहाँ जाने टिके हल्के की दसर हो पछ चलिबो किंतु जदि असुविधार सुविधा करदो पार कर देबी कवि हेर जगन्नाथ दास ओडिया भागवत कलि भागवत में लिखा अछि हां कोले कुंडरा नख चरम दाढ़ी शरीर मध्य छठी गढ़ी कवि कहले कुंडल नख चरम दाढ़ी शरीर मध्य छुटी बढ़ी रुधिर वंश मजा अस्थि शिरा निर्मध मध्य स्थिति ए मते 10टा जिनसर जा देहटा निर्मित से बची थाउ थाउ मृत तेणु मोर देखन कुंडल अछि नख अछि चर्म अछि दाढ़ी अछि शिरा अछि निर्मध सब अछि मु भी बची थाउ थाउ मृत मते जीवित कले करबी ना के गो पार करबी मजा
ଏଗୁଡ଼ା ଥାଇକି ମୁଁ ମୂର୍ତ୍ତ ହେଇଯାଇଛି। ମୂର୍ତ୍ତ ହେଇନି ବଞ୍ଚିଛି ବଞ୍ଚି ଥାଉ ଥାଉ ମୃତ ବଞ୍ଚି ଥାଉ ଥାଉ ମୂର୍ତ୍ତ ହେଟା କାହାଲାନି କି? ତେଣୁ ଆକୁ ବାଦ କରି ଯୋଉ ଅସ୍ଥି ଚର୍ମ ଶ୍ରଣିତ ଲୋମ ହାଡ଼ ମଜା ଯାହା ଅଛି ଆମେ ସମସ୍ତେ ଜୀବ ଜଗତରେ ବଞ୍ଚିଛେ। ମରିବ କେମିତି ନା ମଲା ମଣିଷଠୁ ହୀନ ବଞ୍ଚିଥାଏ କି କିଏ? ଶ୍ରୀମଦ ଭଗବତ ଗୀତା ଭଗବାନ କୃଷ୍ଣଙ୍କର ମୁଖ ନିଃସୃତ ବାଣୀରୁ ପଦେ ଗାଉଛି ଶ୍ଲୋକଟି। ନେହ ଯତ କର୍ମ ଧର୍ମୟ ନ ବିରାଗାୟ ତଥା ନ ତୀର୍ଥ ପଦାଶ୍ରିତାୟ ଜୀବନ ପି ମୃତ୍ୟୁ ହିଂସ। ଶ୍ରୀମଦ ଭଗବତ ଗୀତାରେ କୃଷ୍ଣ ଅର୍ଜୁନକୁ ବୁଝାଇଲେ କହିଲେ ହେ ଅର୍ଜୁନ ମଣିଷ ବଞ୍ଚିଥାଇ ମରେ କିଏ ନା ନେହ ଯତ କର୍ମ ଧର୍ମାୟ। ନେହ କହିଲେ ନାହିଁ ଯିଏ କର୍ମ ଧର୍ମ ଅନୁଷ୍ଠାନରେ ଯିଏ ମିଶେନି ସିଏ ହେଲା ମଣିଷ ଜୀବନ ଥାଇ ମୃତ୍ୟୁ। ନେହ ଯତ କର୍ମ ଧର୍ମାୟ ନ ବିରାଗାୟ ତଥା ଯିଏ ବୈରାଗ୍ୟ ଜ୍ଞାନ ନ ଜାଣିଛି ସେ ମଲା ମଣିଷଠୁ ସମାନ। ଆଉ କଣ ନା ନ ତୀର୍ଥ ପଦାଶ୍ରିତାୟ ଖାଲି ପାଦରେ ଯିଏ ତୀର୍ଥ ଯାତ୍ରା କରିନାହିଁ ଜୀବନ ବି ମୃତ୍ୟୁ ହିଂସ। ଏଇ 6ଟା ଗୁଣ ଯାହାର ଅଛି ସେ ଜୀବନ ଥାଇ ଥାଇ ମରିବ। ମଲା ମଣିଷଠୁ ଆହୁରି ହୀନ। ତେଣୁ ଜୀବିତ ହବ କିପରି? ଯେମିତି ବ୍ରହ୍ମଜ୍ଞାନ କହିଥିଲେ ଶୁକ ପକ୍ଷୀ ମଲା ଜୀବନ ପାଇଥିଲା ମରିକି ଜୀବନ ପାଇ ବ୍ୟାସ ନାରୀ ପ୍ରଶ୍ରିୟା ଗର୍ଭରେ ପଡ଼ି ପଶିଲା। ତେଣୁ ସେ କଥା ଛାଡ଼ିଦେଇ ୟାର ଯୋଉ ଦୋଷଟା ଅଛି କହିଲା ମୋର ଏଇ ଦୋଷରୁ ମୁଁ ଅଛି ଲୋମ ଚର୍ମ ଅସ୍ଥି ମଜ୍ଜା ଏଇଥିପାଇଁ ମୁଁ ଜୀବନ ଥାଇକି ମରିଛି। ମାତା ପିତାଙ୍କ ଥିଲେ ଦୋଷ ପ୍ରାଣୀ ଭୋଗଇ ସେ ଅବଶ୍ୟ। ବାପା ମାର ଦୋଷ ଥବ ସେ ଅଧା ଦିନେ ଜୀବନ ଥାଏ ମଲା ମଣିଷ ଭଳିଆ ବୁଲିବ। ଜୀବନ ଥିବ ପାଗଳ ଭଳିଆ ବୁଲିବ। ମାତା ପିତାଙ୍କ ଥିଲେ ଦୋଷ ପ୍ରାଣୀ ଭୋଗଇ ସେ ଅବଶ୍ୟ। ମାତା ପିତାର ଥିଲେ ଦୋଷ ପ୍ରାଣୀ ଭୋଗଇ ଅବଶ୍ୟ। ଯାହା ବାପା ମାର ଦୋଷ ଅଛି ସେ ମଲା ମଣିଷଠୁ ହୀନ ଭଳିଆ ବୁଲିବ। ସେଇଥିପାଇଁ ଶୁକ ଯେମିତି ମଲା ଶୁକ ବ୍ରହ୍ମଜ୍ଞାନ ଶୁଣି ଜୀବିତ ହେଲା ବ୍ରହ୍ମଜ୍ଞାନ ଶୁଣି ଶୁକ ପକ୍ଷୀଟା ଜୀବିତ ହୋଇଲା ବ୍ୟାସଙ୍କର ନାରୀ ଗର୍ଭରେ ପଶିଲା। ବ୍ୟାସଙ୍କର ନାରୀ ଗର୍ଭରେ ପଶିଲା ବ୍ରହ୍ମଜ୍ଞାନୀ ସେ ବୋଲଇ ସୁଖ ସେ ଅମର।
হচ্ছে পদ গাইবা কলাকার মনে হল বহি না কহিব কৃষ্ণ না কহিব অধ্যায় না কহিলে সেটা হলো মার্কেন্ডেয় পুরাণ প্রমাণ কলা ইয়ে কইলে বাপ মা দোষরু মুই কুଆଡେ বଞ୍ଚି ଥାଉ ଥାଉ ମୃତ ଆଉ ଗୁରୁ ଦୋଷରୁ ମୁଇ କୁଆଡେ ମୂର୍ଖ ହେରା ଉଠେଇବନି ନହେଲେ ପୁଣି ମୋ ପୂର୍ବ ମୁଣ୍ଡ ବାହାରିବ କାଲିଠୁ ତ ମିଳାମିଶା ସରିଛି କିଆ ମୋ ଗୁରୁ ନାଡା ନଉଛ ହଁ ତେଣୁ ମାର୍କେଣ୍ଡେୟ ପୁରାଣ ପ୍ରମାଣ କଲା ଗୁରୁ ପିତା ମାତା ଗୁରୁ ବ୍ରାହ୍ମଣ ଏବଂ ସନ୍ନ୍ୟାସ ଏମାନଙ୍କୁ ଦଣ୍ଡ ନାହିଁ ଯେତେ ଦୋଷ କରନ୍ତୁ ଏମାନଙ୍କୁ ଦଣ୍ଡ ନାହିଁ କୋଉ ବାର ଦୋଷରୁ ମୁଇ ଦୋଷୀ ଛାଡ଼ ଆଉ ଗୋଟିଏ ପଦ ଗାଉଛି ବାୟା ଗୀତରେ ବାୟା ମା କହିଲେ ଏମିତି କହିବ ନା କିଏ କହିଲା ବା କହିଲା କି ମା କହିଲା କି ଚୁର କହିଲା କି ସିଦ୍ଧାନ୍ତ ମହାପାତ୍ର କହିଲା ପୃଷ୍ଠା ନା କହିବ ବହି ନା କହିବ ହେଲେ ବଡ ରାଧାସ ନା ହବ ଆଉ ଖାଲି ମୁକୁଟ ଫୁକୁଟ ପିନ୍ଧିକି ନାଇଲେ ହବ କି କହିଲା କେହି କାହା ମାତା ନୁହଁ କାହା ପିତା କାନେ କେହି କାହା ମାତା ନୁହଁ କାହା ପିତା କାନେ କାହା ସୀତା ପ୍ରିୟ ଜଗତେ କାହା ପତ୍ନୀ ପ୍ରିୟ पिता माता सुख निमंते करुथिले संगार पिता माता सुख निमंते करुथिले संगार तकरी पापरु जात हो किछि एहि शरीर କିଛି ଦୋଷ ନାହିଁ କହିଲେ ପିତା ମାତା ଠାରୁ ବଡ଼ ଦେବତା କେ ସ୍ୱର୍ଗ ରାଇଜେ ନାହିଁ ତାଙ୍କରି ଆଶିଷ ସହାୟକ ଆସିଲା ବିପଦ ତରିବା ପାଇଁ ଭୁଲ ମୁଇ ବଞ୍ଚି ଥାଉ ଥାଉ ମୃତ କେନ୍ତି ସପ୍ତ ଚିରଞ୍ଜୀବୀ ଭିତରୁ କୃପାଚାର୍ଯ୍ୟ କଥା ଜାଣିଛ କହିଲେ କୃପେ ପରଶୁରାମ ଅଶ୍ୱସ୍ତମା ବଳିର୍ବ୍ୟାସ ହନୁମାନଶ୍ଚ ବିଭୀଷଣ କୃପେ ପରଶୁରାମ ସପ୍ତୈତା चिरंजीवी हो आजा द्रौपदी कर पांच पुत्र को मारिदेला किए कृपाचार्य मारिदेला जते बेले ताको कुटर भितरे गुटे कथाबार्ता हेले आ भीम कहला सब मारिदेला द्रौपदी कहला ना मारनी मोर पांच पुत्र मोले मु जेमिति दुख पाउजी आम गुरु अश्वत्थामांकर पुत्र होची कृपाचार्य ई जो सॉरी अश्वत्थामा नुगी तेणु मु जेमिति दुख प्रकाश करूजी सी भी आम गुरु मेडा कांदिबो तुम ताको मारनी कोन करबा सलाकु बंची थाउ थाउ मारदा सलाकु बंची थाउ थाउ मुई जेति मुई हिंदी बंची थाउ थाउ मारदा कोन कले घिचले गुटे आ तेणु जगन्नाथ दास कहले पासान जण काठर भी अछि कहले क्या गोपी दासे कोन हला এই যে তাকে ঘিচি দেলে মনি নাও ঘিচি দেলা পরে ক্যানাডা হজি গলা তারা কিছু মনে কইলানি শক্তি নাই বল নাই কিছু নাই বচি থাউ থাউ গলা সে আর কোনসি কাম করে নাই তেনে গোটে পদ ভাগবত পদ গোটে পড়িছি হ্যাঁ বজা
ମରିଗଲା ବୋଲି ସେ ବଞ୍ଚିଥିଲା କିନ୍ତୁ ବଞ୍ଚି ଥାଉ ଥାଉ ମୃତ ସମସ୍ତେ କହନ୍ତିନି ଆଖି ଥାଉ ଥାଉ ଅନ୍ଧ ମାନେ ଯଦି ସତ କର୍ମ କୋଉଟା ଭଲ କର୍ମ କୋଉଟା ଯଦି ନ ଜାଣି ପାରିଲ ଯଦି ଓଡ଼ିଆ ବହି ନ ପଢି ପାରିଲ ଗୀତା ନ ପଢି ପାରିଲ ଆଖି ଅଛି କିନ୍ତୁ ଅନ୍ଧ ମୂର୍ଖ ଡାଡା ହେଇ ଭଳିଆ ମୁଁ ବଞ୍ଚିଛି କିନ୍ତୁ ମୃତ ଏ ଶୁଣ ଗରାଇ କିଶୋରୀ ଏ ହରାମି ମାସ୍ୟା ଏ ହରାମି ମାସ୍ୟା କୁହବି ସ୍ତାରୀ କହିଲେ ମାତା ଦୋଷ ପିତା ଦୋଷ ଥିଲେ ମାତା ଆଉ ପିତା ହେଲେ ଭଗବାନ ତାଙ୍କର ଦୋଷ ନାହିଁ ଆଜ୍ଞା ଦିଟା ଯୁଗ କଥା କହୁଛି ଗୋଟିଏ ଯୁଗରେ ମାକୁ ହାଣିଦେଲେ ପରଶୁରାମ ବାପାଙ୍କ କଥାରେ ମାକୁ ମାରିଦେଲେ କାହିଁକି ତାଙ୍କ ମା ଦେହରୁ ବସ୍ତ୍ର ଖସିଥିଲା ବୋଲି ପରଶୁରାମକୁ ଯମଦଗ୍ନି କହିଲେ ପୁଅରେ ଯେ ମା ତ ମାକୁ ମାରିଦେ ମା କଥାରେ ବାପା କଥାରେ ମାକୁ ମାରିଦେଲେ ବାପାକୁ କିଏ କରିଦେଲେ ଦ୍ୱାପର ଯୁଗର କଥା ଦ୍ୱାପର ଯୁଗରେ କିଏ ନା କଂସ ତାଙ୍କ ବାପାକୁ ରାଜ ସିଂହାସନରୁ ଓହ୍ଲାଇ ଦେଇ ନିଜେ ରାଜା ହେଲେ କାହିଁକି ତାକୁ ପଚାରିଲେ ବାପା ମୁଁ କାହା ପୁଅ ମୁଁ ତମ ପଟି କହିଲେ ହଁ ତୁ ମୋ ପୁଅ କହିଲେ ଆଉ ଥରେ ପୁଣି କଂସ ପଚାରିଲା କହିଲେ ବାପା ମୁଁ କାହା ପୁଅ ଉଗ୍ରସେନ କହିଲେ ବାପାରେ ତ ପ୍ରକୃତରେ ମୋ ପୁଅ ନୁହଁ तो माँ जाइथिला यमुना नदी गाधेबा पई दुर्मिळा राक्षस मोरी रूपटा नै तो माँ को हरण करदेला तू जन्म होइछु हेइटी कंस कहला बापा जे निज स्त्री की रक्षा करि पारुनी से राज्य चलैबो कोन तमे मथुरा राज्य कोन चलैबो तमे वर्तमान सिंहासन रो ओल्हा तमे वर्तमान आजिठू मल्ल से पिंडा बरंडा रे सोई सोई मल्ला का दोषटा चाणक्य लिखिले हलजिया मातृदर्शन पितृदर्शन मूर्खता वंशदर्शन कदात कर्मदर्शन दरिद्रता आज्ञा चाणक्य कहिले अलजिया मातृदर्शन जा मार दोष से पुत्र अलजिया हम कौन अलजिया हम निज जातिर झील नहीं अपर जातिर झील नब जीवनता शुद्धि होता मला छुआ मनीष भाया बढ़िया कथा माराधा आलोचना समालोचना उच्चकोटी है किंतु मु एतिकी कहबी रोगर कारण खोजिल हां नहीं सॉरी ने हां सॉरी गला आ दरकार नहीं सॉरी नहीं सॉरी गला पाठरे गला रोगर कारण खोजिल किंतु बटिका औषधटा देवा दरकार हमर मोर रोगटा केंदी भल भाबो तेणु तमर आलोचना समालोचना उच्चकोटीर भीतर मु एति खाली जोड़ी देई पारिबी जे नारी गर्भिणी शिशुबध मध्य परमाद एतिनि कर्म जे करई हरि विमुख जेउ जन से अटे सबर समान बढ़िया कथा किंतु ओहल्या जमिति पाषाण होइतिल अभिशाप परे तार बाट थिला उद्धार रामकर पाद धूली पड़ला परे से सुप्तरु जागृत हेले सेमिति ए पो सुप्त तुम जागृत केमिति हबो कहिला कारण कि से आपटे जात सुनिल न बाहिबो बाहिबो ना बाहिबो ना बाहिबो खाली घोंगे ना को ना ना ए झियो नहीं ठीक अछि बढ़िया कथा आलोचना समालोचना मो काम करबिनी हां मो काम मत करे तुम करे झियो कृष्ण आप आनिबनी अंगूठी बोका करतियो घियो बाहरी पड़िबो बोका करो ए बाबला अल्लाह आउ चालियोनी ना आउ चालियोनी एतिके बंद हो गला हां एने मारो झगड़ा आरंभ बाबा जाइलो
ସମ୍ଭାଳି ହବନି ଏଥର କଳି ହେବାକୁ ପଡିବ କଳି ହବ ତ ଶୁଣଲା ବଙ୍ଗଳା ଶୁଣ ଶୁଣଲା ମକର ଶୁଣ ନଡ଼ିଆ ଗଛର ତାଳ ଶୁଣଲା ବଙ୍ଗଳା ଶୁଣ ଶୁଣଲା ମକର ଶୁଣ ନଡ଼ିଆ ଗଛର ତାଳ ତମେ ପାର ହେଲେ ବାଳ ନହେଲେ ବି ବାଳ ଏବେ ନାବିକ